କରଞ୍ଜିଆ ସ୍ୱୈନ୍ୟ ଶାସିତ ମହାବିଦ୍ୟାଳୟରେ ଯୁବ ରେଡ୍କ୍ରସ୍ ରେଡ୍ ରିବନ୍ ଏବଂ ଜାତୀୟ ସେବା ଯୋଜନା ଶାଖା ତରଫରୁ ନୂତନ ରକ୍ତଦାତା ସଚେତନତା କାର୍ଯ୍ୟକ୍ରମ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଏହି ସଚେତନତା ଅଭିଯାନରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଯୋଗେଶ୍ୱର ମହାନ୍ତଙ୍କ ତତ୍ତ୍ୱାବଧାନରେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟର ରକ୍ତ ଭଣ୍ଡାରର ପରିଚାଳକ ଗୌରାଙ୍ଗ ଚରଣ ମହାନ୍ତ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ରକ୍ତର ଆବଶ୍ୟକତା ଏବଂ ରକ୍ତଦାନ ଏକ ମହତ ଦାନ ବିଷୟରେ ଆଲୋକପାତ କରିଥିଲେ ଓ ରସାୟନ ବିଜ୍ଞାନ ମୁଖ୍ୟ ଶ୍ରୀମତୀ ମମତା ସାମଲ ଉପସ୍ଥିତ ରହି ପିଲାମାନଙ୍କୁ ରକ୍ତଦାନ ପାଇଁ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମର ପରିଚାଳନା ଯୁବ ରେଡ୍କ୍ରସ୍ କାଉନସିଲର କାଳନ୍ଦୀ ପ୍ରଧାନ ପରିଚାଳନା କରିଥିଲେ ଓ ସ୍ୱେଚ୍ଛାସେବୀ ସୁନୀଲ ମହାକୁଡ, ଲକ୍ଷ୍ମଣ ମୁଣ୍ଡା, ଝଲିଆ ନାୟକ, ସ୍ୱତିସ୍ମିତା ସହୁ, ଲିଜା ନାୟକ, ବିମଳା ବାଦ୍ରା, ସୌଦାମିନୀ ମହାନ୍ତ, ମୋନାଲିସା ମହନ୍ତ, ସୌରଭ ସହୁ, ଅଞ୍ଜଳି ମହାନ୍ତ, ଦେବସ୍ମିତ ମହାନ୍ତ, ଦେବାଶିଷ ମହାନ୍ତ ସହଯୋଗ କରିଥିଲେ। ଶେଷରେ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରିଣୀ ଗୀତାଞ୍ଜଳି ବିର୍ତିଆ ଧନ୍ୟବାଦ ଜ୍ଞାପନ କରିଥିଲେ।